ଗୋପାଳପୁର ଗ୍ରାମରେ କରାମାଡ଼ ଯୋଗୁଁ ଗୋପାଳପୁର ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ଆଜି ଦିନ 10ଟାରେ ବରଗଡ଼ ଜିଲ୍ଲାପାଳ ଅଫିସରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କରାମାଡ଼ ଯୋଗୁଁ କ୍ଷୟକ୍ଷତିର ଆକଳନ, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଆଜି ଗୋପାଳପୁରର ଶତାଧିକ ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର, ଭଟଲି, କୁସନପୁରୀ, କେଶାଇପାଲି, ହଣ୍ଡା ସକ୍ରିଂ ଆଦି ବିଭିନ୍ନ ଗାଁରେ ଗତ 9 ମଇ ଗୁରୁବାର ଦିନ ପ୍ରବଳ କରାମାଡ଼ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏପରି ପରିସ୍ଥିତିରେ ଚାଷୀ ଘୋର ଚିନ୍ତାରେ ଗତି କରୁଛି। କୌଣସି ସରକାରୀ କର୍ମଚାରୀ କିମ୍ବା ତଥାକଥିତ ଦଳୀୟ ନେତା ମଧ୍ୟ ଚାଷୀର ଏହି ଦୁଃଖ ସମୟରେ ତା ପାଖକୁ ଯାଉନାହିଁ। ସେମାନେ ନିର୍ବାଚନରେ ବ୍ୟସ୍ତ ଅଛନ୍ତି ବୋଲି ଜୟ କିଷାନ ଆନ୍ଦୋଳନର ସାଧାରଣ ସମ୍ପାଦକ ହର ବଣିଆ କହିଛନ୍ତି। ଏପରି ସ୍ଥଳେ ବାଧ୍ୟ ହୋଇ ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। କରାମାଡ଼ ଯୋଗୁଁ କ୍ଷତି ହୋଇଥିବା ଧାନ ଫସଲ ସଠିକ୍ ଆକଳନ ଏବଂ କ୍ଷତିପୂରଣ ଦାବିରେ ବରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ପି ଗିରିଙ୍କୁ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜୟ କିଷାନ ଆନ୍ଦୋଳନର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆ, ଭରତ ଚନ୍ଦ୍ର ନାୟକ, ମନୋବୋଧ ନାୟକ, ସତ୍ୟବାନ ନାୟକଙ୍କ ସହ କ୍ଷତିଗ୍ରସ୍ତ ଚାଷୀ ଉପସ୍ଥିତ ଥିଲେ।